ଖରଡ଼ି ପାଖ ରାସ୍ତାରେ ଅଜଣା ଗାଡ଼ି ଦୁର୍ଘଟଣାରେ ବାଇକ୍ ଆରୋହୀ ବରଡ଼ି ଗ୍ରାମର ଯୁବକ ଶିକୁ ମୃତ। ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ଖରଡ଼ି ପାଖ ରାସ୍ତାରେ ଅଜଣା ଗାଡ଼ି ଦୁର୍ଘଟଣାରେ ବାଇକ୍ ଆରୋହୀ ବରଡ଼ି ଗ୍ରାମର ଯୁବକ ରାକେଶ ରୋଶନ ଧୀର ଓରଫ ଶିକୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ଏହି ଖବର ସ୍ଥାନୀୟ ଅଞ୍ଚଳରେ ପ୍ରଘଟନ ହେବା ପରେ ଶୋକର ଛାୟା ଖେଳିଯାଇଛି। ସୂଚନା ମୁତାବକ ବରଡ଼ି ଗ୍ରାମର ବାସିନ୍ଦା ଯୁବକ ରାକେଶ ରୋଶନ ଧୀର ଓରଫ ଶିକୁ ଖରଡ଼ି ଛକରେ ଏକ ମୋବାଇଲ ଦୋକାନ ଦେଇଥିଲେ। ସେ ବୁଧବାର ଅପରାହ୍ନ 5 ଘଟିକା ସମୟରେ ନିଜ ମୋବାଇଲ ଦୋକାନକୁ ବାଇକ୍ ଯୋଗେ ଯାଉଥିବା ବେଳେ ଖରଡ଼ି ଯିବା ରାସ୍ତାରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଖସି ପଳାଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ରୋଶନ ଧୀର ଓରଫ ଶିକୁଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗି ତାଙ୍କର ମୃତ୍ୟୁ ହୋଇଥିଲା। ସୁକିନ୍ଦା ପୋଲିସ ସୂଚନା ପାଇ ଥାନାଧିକାରୀ ବିଲ୍ଲ ମଙ୍ଗଳ ସେଠୀ ଘଟଣାସ୍ଥଳରେ ପହଞ୍ଚି ରାକେଶ ରୋଶନ ଧୀର ଓରଫ ଶିକୁଙ୍କୁ ମୃତଦେହକୁ ଉଦ୍ଧାର କରି ଥାନା ଗାଡ଼ିରେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣିବା ପରେ ଏବେ ତାଙ୍କର ଶବ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିବା ବେଳେ କାଲି ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଥାନାଧିକାରୀ ବିଲ୍ଲ ମଙ୍ଗଳ ସେଠୀଙ୍କ ପକ୍ଷରୁ ସୂଚନା ମିଳିଛି।